ତୁଳସୀ ଗଛରେ ଚଢ଼େଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ବହୁତ ଜଲ୍ଦି ଧନବାନ ହୋଇଯିବେ। ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଦୂର ହେଇଯିବ। ଭିଡ଼ିଓଟି ଦେଖିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କୁ ବିଶ୍ୱାସ କରୁଥିଲେ ଲାଇକ୍, ସେୟାର ଏବଂ କମେଣ୍ଟରେ ଜୟ ମା ଲକ୍ଷ୍ମୀ ଲେଖିଦେବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ତୁଳସୀ ଗଛରେ ଆପଣ ଯେତେବେଳେ ବି ପୂଜା କରୁଛନ୍ତି, ତୁଳସୀ ଗଛରେ ହେଉଛି ମା ବୃନ୍ଦାବତୀ, ଯାହାକୁ କି ଆମେ ମା ଲକ୍ଷ୍ମୀ ବୋଲି କହିଥାଉ। ମା ଲକ୍ଷ୍ମୀ ବାସ କରିଥାନ୍ତି ତୁଳସୀ ଗଛରେ। ତେଣୁ ଆପଣ ପୂଜା ସମୟରେ କଞ୍ଚା କ୍ଷୀର ତୁଳସୀ ଗଛରେ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେଇଯିବ। ଆପଣ ଧନବାନ ହେବେ।